ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲର ଜୁନିୟର କ୍ଲର୍କ ଗୋଲେଖ ବିହାରୀ ନାୟକ। ଜମି ଡିମାର୍କେସନ୍ ପାଇଁ ମଶାବିରାର ଅନନ୍ତ ପ୍ରଧାନଙ୍କଠାରୁ 20,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ଭିଜିଲାନ୍ସ ହାତରେ ଶ୍ରୀ ନାୟକ। ଜମି ଡିମାର୍କେସନ୍ ପାଇଁ ଶ୍ରୀ ପ୍ରଧାନ ଗତ 6 ଫେବୃଆରୀରୁ ଆବେଦନ କରିଥିଲେ, କିନ୍ତୁ କିରାଣୀ ଏ ସଂକ୍ରାନ୍ତୀୟ ଫାଇଲ ପ୍ରସ୍ତୁତି ପାଇଁ ଲାଞ୍ଚ ମାଗିଥିଲେ। ନହେଲେ ଡିମାର୍କେସନ୍ ହେବ ନାହିଁ ବୋଲି କହିବା ପରେ ଶ୍ରୀ ପ୍ରଧାନ ହୋଇଥିଲେ ଭିଜିଲାନ୍ସର ଦ୍ୱାରସ୍ଥ। ସୁନ୍ଦରଗଡ଼ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଜାଲ ବିଛେଇ ଆଜି ସକାଳେ ଲେଫ୍ରିପଡ଼ା ତହସିଲ ଅଫିସରେ କିରାଣୀ ଗୋଲେଖ ବିହାରୀ ନାୟକଙ୍କୁ କାବୁ କରିଥିବାର ସୂଚନା ମିଳିଛି। କିରାଣୀ ଶ୍ରୀ ନାୟକ 2021ରେ ଚାକିରିରେ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଆଜି ସକାଳେ ଲେଫ୍ରିପଡ଼ା ତହସିଲରୁ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛନ୍ତି।